ଥରକର କଥା, ଗୋଟିଏ ଲୋକଟା ତା'ର ପରିବାର ସହିତ ବହୁତ ଖୁସିରେ ରହୁଥିଲା। ତା ସହିତ ତା'ର ଗୋଟିଏ ସ୍ତ୍ରୀ ଆଉ 5-6 ବର୍ଷର ଗୋଟିଏ ଝିଅଟିଏ ଥିଲା। ସେ ଲୋକଟି ତା'ର ଝିଅର ବର୍ଥଡେରେ ତା'ର ପରିବାର ପାଇଁ ଗୋଟିଏ ନୂଆ କାରଟିଏ କିଣିଲା। ଏହା ଦେଖିକି ତା'ର ପରିବାର ଲୋକ ବହୁତ ଖୁସି ହେଲେ। ଆଉ ସବୁଠୁ ବେଶୀ ସେ ଲୋକର ଝିଅଟା ଏହା ଦେଖିକି ଖୁସି ହେଲା କି ତା ବର୍ଥଡେରେ ତା ବାପା ଗୋଟିଏ ନୂଆ କାରଟିଏ କିଣିଲେ। ତା'ର ଦିନ ଯେମିତି ସେ ଲୋକଟା ନିଦରୁ ଉଠିଲା ଆଉ ଦେଖିଲା କି ତା ଝିଅ ସେ କାର୍ ଉପରେ କିଛି ଲେଖୁଛି। ସେ ଲେଖିବା କାରଣରୁ କାର୍ ଉପରେ ବହୁତ ସ୍କ୍ରାଚ୍ ଆସୁଥିଲା। ସେ ସ୍କ୍ରାଚ୍ ଦେଖିକି ସେ ଲୋକଟି ରାଗିଗଲା। ସେ ରାଗରେ ତା ଝିଅକୁ ମାରିବାକୁ ଲାଗିଲା। ସେ ଲୋକର ରାଗଟି ଏତେ ବଢ଼ିଗଲା ଯେ ସେ ଘରେ ରଖାଯାଇଥିବା ବେଟ୍ରେ ମାରିବାକୁ ଲାଗିଲା। ଆଉ ସେତେବେଳେ ତା ଝିଅଟି ବେହୋସ୍ ହୋଇଗଲା। ଏହା ଦେଖିକି ସେ ଲୋକଟିକୁ ବହୁତ ଦୁଃଖ ଲାଗିଲା ଆଉ ତା ହୋସ୍କୁ ଆସିଲା। ସେ ଧରିଥିବା ବେଟ୍କୁ ତଳେ ଫିଙ୍ଗିଦେଲା। ସେ କାର୍ରେ ତା ଝିଅକୁ ହସ୍ପିଟାଲ ନେଇଗଲା। ହସ୍ପିଟାଲ ପହଞ୍ଚିବା ପରେ ସେ ଲୋକଟି ଜାଣିଲା କି ତା ଝିଅ ମରିଯାଇଛି। ଏହା ଶୁଣିକି ସେ ଲୋକଟି ବହୁତ କାନ୍ଦିବାକୁ ଲାଗିଲା ଆଉ ନିଜକୁ ବହୁତ ଖରାପ ଭାବିଲା। ଆଉ ଯେତେବେଳେ ସେ ହସ୍ପିଟାଲରୁ ବାହାରକୁ ଆସିଲା ତା ନଜରଟି କାର୍ ଉପରେ ପଡ଼ିଲା। ସେ ଲୋକଟି ଦେଖିଲା କାର୍ ଉପରେ ସେ ଝିଅଟି ଲେଖିଥିଲା, ଆଇ ଲଭ୍ ୟୁ ବାପା, ୟୁ ଆର୍ ମାଇ ହିରୋ। ଏହା ଦେଖିକି ସେ ଲୋକଟିକୁ ଆହୁରି କଷ୍ଟ ହେଲା ଆଉ ବହୁତ ପସ୍ତେଇବାକୁ ଲାଗିଲା ଆଉ ବହୁତ କାନ୍ଦିବାକୁ ଲାଗିଲା। ତ ସାଙ୍ଗମାନେ, ଏ କାହାଣୀରୁ ଆମକୁ ଏହା ଶିଖିବାକୁ ମିଳିଲା ଯେ ଜିନିଷ ଗୁଡ଼ିକ ଜୀବନରେ ଆସୁଥିବ ଯାଉଥିବ, ହେଲେ ଜୀବନ ଥରେ ଗଲେ ଆଉ ଫେରିବନି। ତ ଆମକୁ ଜିନିଷ ଗୁଡ଼ିକୁ ପସନ୍ଦ କରିବା ଅପେକ୍ଷା ମଣିଷମାନଙ୍କୁ ପସନ୍ଦ କରିବା ଦରକାର। ଆଉ ଆମର ରାଗ ଉପରେ ଟିକେ କଣ୍ଟ୍ରୋଲ ରଖିବା ଦରକାର। କାହିଁକିନା ଆମେ ରାଗରେ ଆମର ନିଜର ହିଁ କ୍ଷତି କରିଥାଉ। ସେଥିପାଇଁ ତୁମେ ଯେତେ ରାଗିଲେ ବି ଶାନ୍ତିରେ ରୁହ, କାହିଁକିନା ରାଗିଲେ କିଛି ଠିକ୍ ହୁଏନି। ଯେତେବେଳେ ତୁମେ ଯାହାକୁ ବି ରାଗିବ ତା ଜାଗାରେ ତୁମକୁ ରଖିକି ଦେଖିବ ଆଉ ତୁମେ ଭାବିବ ଯେ ସେ କାମଟା ଯଦି ମୁଁ କରିଥାନ୍ତା ତାହେଲେ ନିଜକୁ ଥୋଡ଼େ ମାରିଥାନ୍ତା। ସେଥିପାଇଁ ଯେତେବେଳେ ବି ଯାହାକୁ ବି ରାଗିବ ତା ଜାଗାରେ ନିଜକୁ ରଖିକି ଦେଖିବ ଆଉ ସେତେବେଳେ ତୁମ ରାଗ ବି ଶାନ୍ତି ହୋଇଯିବ। ତ ସାଙ୍ଗମାନେ, ଆଜି ପାଇଁ ଏତିକି। କାହାଣୀ ଭଲ ଲାଗିଥିଲେ ଗୋଟିଏ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ।